जय श्री राधाकृष्ण डेव चैनल को स्वागत। ତିନି ତାପ ନିରାକରଣ ପାଇଁ ତିନି ଯୋଗ ତା ବିଷୟରେ ଏବେ ଆମେ ଜାଣିବା। ଆଜିର ମନୁଷ୍ୟ ବିଜ୍ଞାନ ବଳରେ ଚନ୍ଦ୍ର ବିଜୟ କରି ଫେରି ସାରିଲେଣି। ଅନ୍ୟାନ୍ୟ ଗ୍ରହକୁ ଜୟ କରିବା ପାଇଁ ଅଗ୍ରସର ହେଉଛି। ଏ କଥା ଅବଶ୍ୟ ସତ, ମାତ୍ର ସେ ଏ ପର୍ଯ୍ୟନ୍ତ ଜରା ବ୍ୟାଧି ମୃତ୍ୟୁକୁ ସେହି ବିଜ୍ଞାନ ବଳରେ ଜୟ କରି ପାରିନାହିଁ। ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ବା ପରମାର୍ଥିକ ସ୍ୱାସ୍ଥ୍ୟ ତା'ର କରାୟତ୍ତ ହୋଇନାହିଁ। ଭବିଷ୍ୟତରେ ବିଜ୍ଞାନ ବଳରେ ଯେ ତାହା ହୋଇପାରିବ ଏକଥା ଭାବିବା କେବଳ ମୂର୍ଖତା ବ୍ୟତୀତ ଅନ୍ୟ କିଛି ନୁହେଁ। ସେ ବିଜ୍ଞାନ କେବଳ ଜଡ଼। ମଣିଷ ହେଉଛି ଜଡ଼ ଚେତନର ବସ୍ତୁ, ଅବସ୍ତୁର ସମାହାର। ଚେତନ ଜଡ଼ର ବିକାଶ କରିପାରେ, ମାତ୍ର ଜଡ଼ କେବେ ଚେତନର ବିକାଶ କରିପାରିବ ନାହିଁ। ସେଥିପାଇଁ ତ ଆଜି କେବଳ ଔଷଧ ଏବଂ ଡାକ୍ତରଖାନା ଦ୍ୱାରା ରୋଗର ସ୍ଥାୟୀ ପ୍ରତିକାର ବା ମୂଳୋତ୍ପାଟନ ସମ୍ଭବ ହୋଇପାରୁନାହିଁ। ସେ ଯାହା ହେଉ, ମନୁଷ୍ୟ ଆଜି ପର୍ଯ୍ୟନ୍ତ ଜରା ବ୍ୟାଧି ମୃତ୍ୟୁକୁ ଜୟ କରି ନ ପାରିବାର ଅନ୍ୟ ଗୋଟିଏ କାରଣ ମଧ୍ୟ ରହିଛି। ସେ କାରଣଟି ହେଉଛି ମନୁଷ୍ୟ ଯେତିକି ଏ ପର୍ଯ୍ୟନ୍ତ ତା'ର ବାହ୍ୟଶକ୍ତି ପ୍ରତି ଧ୍ୟାନ ଦେଇଛି, ସେତିକି ଧ୍ୟାନ ସେ ତା'ର ଆନ୍ତରିକ ବିକାଶ ପ୍ରତି ଦେଇନାହିଁ। ତା'ର ଅନ୍ତରରେ ଅନନ୍ତ ଶକ୍ତି ରହିଛି। ସେହି ଶକ୍ତିକୁ ସେ ଯେଉଁଦିନ କାର୍ଯ୍ୟରେ ଲଗାଇ ପାରିବ, ସେଦିନ ସେ ଏ ପ୍ରକାର କାର୍ଯ୍ୟକୁ ସମ୍ଭବ କରିପାରିବ। ଇନ୍ଦ୍ରିୟ ସଂଯମ, ମନ, ବୁଦ୍ଧି, ଅନ୍ତରାତ୍ମା ଉପରେ ବିଶ୍ୱାସ, ଏ ତିନି ଯୋଗଠାରୁ ବଳି ପରମ ଔଷଧି କ'ଣ ଅଛି ଏ ଦୁନିଆରେ? ଋଷି ଅରବିନ୍ଦଙ୍କର ବାଣୀଟି ଏଇଠି ମନେପଡ଼େ। ସେ କହନ୍ତି ଆମ ଭିତରେ ଯେଉଁ ଅନ୍ତରାତ୍ମା ଅଛି, ସେ ଆମ ପାଇଁ ସବୁଠାରୁ ଶ୍ରେଷ୍ଠ ଡାକ୍ତର ଏବଂ ଦେହ ପକ୍ଷରେ ତାଙ୍କ ଉପରେ ବିଶ୍ୱାସ ଏବଂ ନିର୍ଭର କଲେ ସେ ଦେହ ସର୍ବବ୍ୟାଧି ସର୍ବମୃତ୍ୟୁ ବିନାଶକ ଚିକିତ୍ସା। ଆଉ ଗୋଟିଏ ବାଣୀରେ ସେ ପୁଣି କହିଛନ୍ତି, ଆମର ଅନ୍ତର୍ନିହିତ ସ୍ୱାଭାବିକ ଆରୋଗ୍ୟ ଶକ୍ତି ଉପରେ ବିଶ୍ୱାସ ହରାଇ ପ୍ରକୃତପକ୍ଷେ ଆମେ ସ୍ୱର୍ଗଚ୍ୟୁତ ହୋଇଛୁ। ସେ ସ୍ୱର୍ଗରାଜ୍ୟକୁ ଆମେ ଆଉ ଫେରିପାରୁନୁ। ଯେହେତୁ ସେ ପଥରେ ପ୍ରତିବନ୍ଧକ ଦୁଇ ପ୍ରହରୀ। 1 ନମ୍ବର ପ୍ରହରୀ ହେଲା ଡାକ୍ତରୀଶାସ୍ତ୍ର, 2 ନମ୍ବର ପ୍ରହରୀ ହେଲା ବଂଶଗତ ବିକୃତି, ଆମକୁ ଏହି ଫାଟକ ପାର କରାଇ ଦିଅନ୍ତି ନାହିଁ। ଆଜି ଯେଉଁ କଥା ଆମେ ଋଷି ଅରବିନ୍ଦଙ୍କ ମୁଖରୁ ଶୁଣୁଛୁ, ଠିକ୍ ସେହି କଥା ମହର୍ଷି ପତଞ୍ଜଳି ତାଙ୍କର ଅଷ୍ଟାଙ୍ଗ ଯୋଗ ଗ୍ରନ୍ଥରେ ଲିପିବଦ୍ଧ କରି ଯାଇଛନ୍ତି। ଖ୍ରୀଷ୍ଟପୂର୍ବ 700 ଶତାବ୍ଦୀରେ ମହର୍ଷି କପିଳମୁନି ସୃଷ୍ଟି ରହସ୍ୟ ଏବଂ ଜରାବ୍ୟାଧି ମୃତ୍ୟୁ ରହସ୍ୟର ତିନି କାରଣ ତିନି ତାପ ବୋଲି ବ୍ୟାଖ୍ୟା କଲାପରେ, ତା'ର 400 ବର୍ଷ ପରେ ଖ୍ରୀଷ୍ଟପୂର୍ବ 300 ଶତାବ୍ଦୀରେ ସେହି ଥିଓରିକୁ ନେଇ ମହର୍ଷି ପତଞ୍ଜଳି ପ୍ରାକ୍ଟିସ କରିବା କଥା କହିଥିଲେ। ତା'ର ଅର୍ଥ, କେଉଁ ସାଧନା ପ୍ରଣାଳୀ ଅବଲମ୍ବନ କଲେ ମନୁଷ୍ୟ ତିନି ତାପ ତିନି ମୃତ୍ୟୁଠାରୁ ମୁକ୍ତି ପାଇପାରିବ। ମହର୍ଷି ପତଞ୍ଜଳିଙ୍କ ଅଷ୍ଟାଙ୍ଗ ଯୋଗରେ ସେହି ସବୁ କଥା ଥିବାରୁ ତାହା କେବଳ ଏକ ଚିକିତ୍ସା ବିଜ୍ଞାନ ନୁହେଁ, ତା ସହିତ ଏକ ଅଧ୍ୟାତ୍ମ ବିଜ୍ଞାନ ଏବଂ ଜୀବବିଜ୍ଞାନ ମଧ୍ୟ। ସେ ବିଜ୍ଞାନ ଭାରତୀୟ ଜାତିକୁ ଏବେ ସମଗ୍ର ବିଶ୍ୱକୁ ଦିଗ୍ଦର୍ଶନ ଦେବାରେ ଲାଗିଛି। କେବଳ ସେହି ବିଦ୍ୟା ପାଇଁ ଭାରତ ଆଜି ସମଗ୍ର ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରି ରହିଛି। ଯେତେଦୂର ଆଶା କରାଯାଏ, ଚଳିତ ଏକବିଂଶ ଶତାବ୍ଦୀରେ ଏହି ବିଦ୍ୟାକୁ ନେଇ ସମଗ୍ର ବିଶ୍ୱରେ ବୈଜ୍ଞାନିକ ଅଧ୍ୟାତ୍ମବାଦର ପ୍ରଚଳନ ହେବ ଏବଂ ତାଦ୍ୱାରା ବିଶ୍ୱ ମାନବିକତାକୁ ପଙ୍ଗୁ କରି ରଖିଥିବା ରୋଗଭୟ, ମୃତ୍ୟୁଭୟ, ଜରାଭୟ, ଯୁଦ୍ଧଭୟ, ଦୁଃଖ ଦାରିଦ୍ର୍ୟର ଭୟ ଏବଂ ସମସ୍ତ ପ୍ରକାର ଉତ୍ତେଜନାରୁ ସମସ୍ତ ଦେଶ ଏବଂ ବ୍ୟକ୍ତିବିଶେଷଙ୍କୁ ମୁକ୍ତି କରାଯାଇପାରିବ। ଏବେ ରୋଗ ଆରୋଗ୍ୟ ପ୍ରତି ଗୁରୁତ୍ୱ ଦିଆଯାଉଛି, ମାତ୍ର ଆଉ କିଛିଦିନ ପରେ ରୋଗ ଆଦୌ ନ ହେବା ପ୍ରତି ଗୁରୁତ୍ୱ ଦିଆଯିବ। ରୋଗ ଆରୋଗ୍ୟ ହେବାଠାରୁ ରୋଗ ସୃଷ୍ଟି ନ ହେବାର ବ୍ୟବସ୍ଥା ଯେତେଦିନ ଯାଏ ପ୍ରଚଳିତ ନ ହୋଇଛି, ସେତେଦିନ ଯାଏ ମନୁଷ୍ୟ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟର ଅଧିକାରୀ ହୋଇପାରିଛି ବୋଲି କୁହାଯାଇ ନ ପାରେ।
ପତଞ୍ଜଳିଙ୍କ ଯୋଗ ଚିକିତ୍ସା ପଦ୍ଧତି ଅନୁସାରେ ମନୁଷ୍ୟ ଅନ୍ୟ ଉପରେ ନିର୍ଭର ନ କରି ନିଜର ଚିକିତ୍ସା ନିଜେ କରିପାରିବ। ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣ, ଧ୍ୟାନ ଏସବୁ ସେ ପଦ୍ଧତିର ଏକ ଏକ ଅଙ୍ଗ। ନିଜ ଦ୍ୱାରା ନିଜ ପାଇଁ କରାଯାଉଥିବା ଚିକିତ୍ସା ଯେମିତି ସୁଖପ୍ରଦ ସେମିତି ଚିରସ୍ଥାୟୀ, ସେଥିରୁ ସ୍ୱାସ୍ଥ୍ୟ ଲାଭ ହୋଇଥାଏ। ଅନ୍ୟ ଦ୍ୱାରା କରାଯାଉଥିବା ଚିକିତ୍ସା ଯେମିତି ଦୁଃଖପ୍ରଦ ସେମିତି ଅସ୍ଥାୟୀ, ତା ଦ୍ୱାରା ରୋଗର ବୃଦ୍ଧି କେବଳ ହୋଇଥାଏ। ମନୁ ସଂହିତାରେ ଲେଖା ଅଛି, ସର୍ବଂ ପରବଶଂ ଦୁଃଖଂ ସର୍ବଂ ହ୍ୟାତ୍ମବଶଂ ସୁଖମ୍ ଏତଦ୍ ବ୍ୟତୀତ ସମାସେନ ଲକ୍ଷଣଂ ସୁଖ ଦୁଃଖୟୋ। ଅର୍ଥାତ୍ ଏ ସଂସାରରେ ଯାହା କିଛି ପରାଧୀନ ସେ ସମସ୍ତ ଦୁଃଖର କାରଣ ଏବଂ ଯାହା କିଛି ଆତ୍ମଧୀନ, ସ୍ୱାଧୀନ, ସ୍ୱ-ଆୟତ୍ତକୃତ ସେ ସମସ୍ତ ସୁଖର କାରଣ। ଏହା ହିଁ ସୁଖ ଏବଂ ଦୁଃଖ, ଏହା ହିଁ ସ୍ୱାସ୍ଥ୍ୟ ଏବଂ ରୋଗ। ସେ ଯାହା ହେଉ, ଅଷ୍ଟାଙ୍ଗ ଯୋଗ ଏହିଭଳି ସ୍ୱାବଲମ୍ବୀ ଚିକିତ୍ସା ହୋଇଥିବାରୁ ସେ ଚିକିତ୍ସା ଏକ ନିରପେକ୍ଷ ସତ୍ୟ, ଏକ ବାସ୍ତବ ବ୍ୟାଖ୍ୟା, ଜୀବନ ପାଇଁ ଏକ ଜୀବନ୍ତ ପଦ୍ଧତି। ତାର ଆବଶ୍ୟକତା ସେତେବେଳେ ଯେମିତି ଥିଲା, ଏବେ ତାର ଆବଶ୍ୟକତା ତାହାଠାରୁ ଅଧିକ ଅଛି। ଆଗାମୀକାଲି ତାର ଆବଶ୍ୟକତା ଆହୁରି ବୃଦ୍ଧି ପାଇବ। ଏ ସୃଷ୍ଟିର ଶେଷ କ୍ଷେତ୍ର ନକ୍ଷତ୍ର ଥିବା ପର୍ଯ୍ୟନ୍ତ ମଧ୍ୟ ତା ଚିକିତ୍ସା ଜାଜ୍ୱଲ୍ୟମାନ ହୋଇ ରହିବ। ମାନବର ଭୌତିକ ଏବଂ ଆଧ୍ୟାତ୍ମିକ ଉଭୟ ଜୀବନ ପାଇଁ, ବାହ୍ୟ ଏବଂ ଆନ୍ତରିକ ଉଭୟ ବିକାଶ ପାଇଁ ସେହି ବିଚାର ପଦ୍ଧତି ପଥପ୍ରଦର୍ଶକ ଅଟେ। ଅନେକ କହନ୍ତି, ପତଞ୍ଜଳି ଋଷିଙ୍କର ଯୋଗ ବିଦ୍ୟାରେ ଚିତ୍ତବୃତ୍ତି ନିରୋଧ ଏବଂ ବୈରାଗ୍ୟକୁ ମୁଖ୍ୟ ସ୍ଥାନ ଦିଆଯାଇଅଛି। ଏହା ମିଥ୍ୟା। ମାନବୀୟ ବିକାଶର ଯେଉଁ ଦୁଇଟି ବାହ୍ୟ ଏବଂ ଆନ୍ତରିକ ବିକାଶର ଦିଗ ରହିଛି, ସେହି ଦୁଇଟି ଦିଗର ଉନ୍ନତି କଥା ସେଥିରେ ରହିଛି। ମଣିଷର ଯେଉଁ ତୃଷ୍ଣା ଆତ୍ମାର ଉନ୍ନତି ପଥରେ ବାଧକ, ସେହି ବହି ସୁଖ ସମୂହକୁ ଭୟ କରି ପଳାୟନ କରିବା କଥା ସେ କହିନାହାନ୍ତି। ତାଙ୍କ ପ୍ରଣୀତ ଯୋଗାଭ୍ୟାସ ଦ୍ୱାରା ତାହା ସ୍ୱତଃ ଦୂର ହୋଇଥାଏ। ଏଥିପାଇଁ ଅଷ୍ଟାଙ୍ଗ ଯୋଗକୁ ଏକ ଜୀବନବେଦ କହିଲେ ଅତ୍ୟୁକ୍ତି ହେବ ନାହିଁ। ମହର୍ଷି ପତଞ୍ଜଳିଙ୍କ ଯୋଗ ସମ୍ପର୍କରେ ଜାଣିବା ପୂର୍ବରୁ ପ୍ରଥମେ ଜାଣିବା ଏ ଯୋଗ କ'ଣ? ଯୋଗର ଅର୍ଥ ହେଉଛି ଯୁକ୍ତ ବା କନେକ୍ସନ ଅଥବା ମିଳନ ବା ୟୁନିୟନ। ଯେଉଁ ସାଧନା ଦ୍ୱାରା ଆତ୍ମାକୁ ପରମାତ୍ମାଙ୍କ ସହିତ ମିଶାଇ ଦିଆଯାଏ, ତାହାକୁ କହନ୍ତି ଯୋଗ। ସ୍ୱାମୀ ଶିବାନନ୍ଦ ଲେଖିଛନ୍ତି, ଯୋଗ ଶବ୍ଦର ଅର୍ଥ ହେଉଛି ଜୀବାତ୍ମା ବା ପରମାତ୍ମା ସହିତ ମିଳନ। ତା ଅର୍ଥ ଆତ୍ମସତ୍ତାକୁ ପରମାତ୍ମାଙ୍କ ସହିତ ସଂଯୋଗ କରିବା ହେଉଛି ଯୋଗ। ତାର ବିପରୀତ ବିନିଯୋଗ କରିବା ହେଉଛି ରୋଗ। ସେଥିପାଇଁ କୁହାଯାଏ, ଈଶ୍ୱର ପ୍ରାପ୍ତିଠାରୁ ଜୀବନର ସର୍ବଶ୍ରେଷ୍ଠ ସଫଳତା ଆଉ କିଛି ନାହିଁ। ମନୁଷ୍ୟର ସ୍ଥୂଳ ସୂକ୍ଷ୍ମ କାରଣ ତିନୋଟି ଶରୀର ଅଛି। ଏହି ତିନି ଶରୀରକୁ ଶୁଦ୍ଧ କରିବା ପାଇଁ ଗୀତା ଲେଖିଲେ, ସ୍ଥୂଳ ଶରୀରରେ ପ୍ରାଣ ପାଇଁ କର୍ମଯୋଗ, ସୂକ୍ଷ୍ମ ଶରୀରରେ ମନ ପାଇଁ ଜ୍ଞାନଯୋଗ ଏବଂ କାରଣ ଶରୀରର ଆତ୍ମା ପାଇଁ ଭକ୍ତିଯୋଗ ବା ପ୍ରେମଯୋଗ ହେଉଛି ସର୍ବଶ୍ରେଷ୍ଠ ଯୋଗ। ଜ୍ଞାନ ଏବଂ କର୍ମ ଯଥାବିଧି ସମ୍ପାଦନ କରି ଭାବଧାରା ଅତୁଟ ରଖିବାର ନାମ ଭକ୍ତିଯୋଗ। ଏହି ଭକ୍ତିଯୋଗ, ପ୍ରେମଯୋଗ ହେଉଛି ସମସ୍ତ ଯୋଗ ସାଧନାର ଊର୍ଦ୍ଧ୍ୱରେ। ଏହା ସବୁଠାରୁ ସହଜ ଏବଂ ସୁଗମ ଯୋଗ ଅଟେ। ଭାବର ପରିପକ୍ୱ ଅବସ୍ଥାର ନାମ ପ୍ରେମ। ସେବ୍ୟ ଏବଂ ସେବକ ଭାବରେ ପ୍ରେମାନନ୍ଦ ଲାଭ କରିବା ହିଁ ଭକ୍ତିଯୋଗର ଉଦ୍ଦେଶ୍ୟ। ପଥ ଅନେକ ହେଲେ ମଧ୍ୟ ଲକ୍ଷ୍ୟ ହେଉଛି ଏକ, ଆତ୍ମ-ସାକ୍ଷାତକାର ଲାଭ କରିବା। ସବୁ ପ୍ରାଣୀଙ୍କୁ ଆତ୍ମା ଭଳି ଭାବି ପ୍ରେମ କରିବା, ସେବା କରିବା, ସର୍ବତ୍ର ପରମାତ୍ମାଙ୍କର ମଧୁର ମୂର୍ତ୍ତି ଦେଖି ଆନନ୍ଦରେ ମଗ୍ନ ରହିବା, ପରମାତ୍ମାଙ୍କ ଉପରେ ବିଶ୍ୱାସ ରଖି ନିଜ ଜୀବନ ଡୋରିକୁ ତାଙ୍କ ଚରଣରେ ସବୁଦିନ ପାଇଁ ବାନ୍ଧିଦେବା, ରୋଗ ଶୋକ ଦୁଃଖ ଏ ଯାଏ ଜନ୍ମ ନେଇନାହିଁ ଭାବି ଦୃଢ଼ ନିଶ୍ଚିତ ହେବା,
ଏଇ ହେଉଛି ପ୍ରେମ ଯୋଗ। କର୍ମଯୋଗ, ଜ୍ଞାନଯୋଗ, ଭକ୍ତିଯୋଗ ପରେ ଶାସ୍ତ୍ରରେ ଆହୁରି ଅନେକ ଯୋଗ ସମ୍ପର୍କରେ କୁହାଯାଇଛି। ସେ ସବୁ ଯୋଗ ହେଉଛି ହଠ ଯୋଗ, କୁଣ୍ଡଳିନୀ ଯୋଗ, ଲୟ ଯୋଗ, ତନ୍ତ୍ର ଯୋଗ, ଶକ୍ତି ଯୋଗ, ଜପ ଯୋଗ, ମନ୍ତ୍ର ଯୋଗ, କ୍ରିୟା ଯୋଗ ଇତ୍ୟାଦି ଇତ୍ୟାଦି। ଏଥିମଧ୍ୟରୁ ହଠ ଯୋଗ ହେଉଛି ପ୍ରାଣ ନିୟନ୍ତ୍ରଣର ଯୋଗ। ବିନ୍ଦୁରେ ଲୟ ରଖି ଯୋଗ କରି ନିଜର ଦେହାତ୍ମବୋଧକୁ ଭୁଲିଯିବାର ନାମ ଲୟ ଯୋଗ। ଶବ୍ଦ ଉପରେ ଧ୍ୟାନ ରଖି ମନ୍ତ୍ର ଜପ କରିବାର ନାମ ଜପ ଯୋଗ ବା ମନ୍ତ୍ର ଯୋଗ। ଶ୍ୱାସ ପ୍ରଶ୍ୱାସ କ୍ରିୟାର କୌଶଳ ଜାଣି ପ୍ରାଣାୟାମ କରି ଜ୍ୟୋତି ଦର୍ଶନ ଓ କଳ୍ପନାରେ ଲୋକାନ୍ତର ଗମନ ପୂର୍ବକ ଯୋଗ ଅଭ୍ୟାସ କରିବା ନାମ କ୍ରିୟା ଯୋଗ। ଏ ସମସ୍ତ ଯୋଗ ସାଧନରେ ମନ ଏବଂ ଚିତ୍ତବୃତ୍ତି ନିରୋଧ ହିଁ ପ୍ରଧାନ ଅବଲମ୍ବନ। ମହର୍ଷି ପତଞ୍ଜଳି ଯେଉଁ ଯୋଗ ସମ୍ପର୍କରେ ଲେଖିଛନ୍ତି ତାହା ହେଉଛି ରାଜଯୋଗ। ଯେମିତି ଜାତୀୟ ରାଜପଥ ସମସ୍ତଙ୍କର ଯାତାୟାତ ପାଇଁ ପ୍ରଶସ୍ତ, ସେମିତି ରାଜଯୋଗ ସମସ୍ତେ କରିପାରିବା ଭଳି ଏକ ସହଜ ସରଳ ଯୋଗ। ଏ ଯୋଗ ସାଧନ କରି ସହଜରେ ଜୀବନରେ ସଫଳତା ପ୍ରାପ୍ତି କରାଯାଇପାରେ। ରାଜଯୋଗ 8 ଗୋଟି ଅଙ୍ଗ ମଧ୍ୟରୁ ପ୍ରଥମ 4 ଅଙ୍ଗ ଯମ, ନିୟମ, ଆସନ ଏବଂ ପ୍ରାଣାୟାମ ହେଉଛି ଶରୀରର ଶୁଦ୍ଧି, ପ୍ରାଣ ଶୁଦ୍ଧି ଯୋଗ। ଅବଶିଷ୍ଟ 4 ଯୋଗ ପ୍ରତ୍ୟାହାର, ଧାରଣ, ଧ୍ୟାନ ବା ଏକାଗ୍ରତା ଏବଂ ସମାଧି ହେଉଛି ମନ ଶୁଦ୍ଧି ଯୋଗ ବା ମନୋ ନିଗ୍ରହର ସାଧନା। କ୍ଷମା କରିବେ, ଭିଡ଼ିଓଟି ବହୁତ ଲମ୍ବା ହୋଇଯାଉଥିବାରୁ ମୁଁ ଆକୁ ଏଇଠି ରଖୁଛି। 3 ତାପ ନିରାକରଣ ପାଇଁ 3 ଯୋଗର ପାର୍ଟ 2 ମୁଁ ନେକ୍ସଟ ଭିଡ଼ିଓରେ ଆଣିବି।